ନିର୍ବାଚନର ଫଳାଫଳ କହିବା ଆମର ଉଦ୍ଦେଶ୍ୟ ନୁହେଁ। ଆମର କାମ ହେଉଛି ସଂଖ୍ୟା ପଛରେ ଥିବା ମଣିଷର କାହାଣୀକୁ ବୁଝିବା। ଏହି ବିଶ୍ଳେଷଣ ମାଧ୍ୟମରେ ଆମେ ସେହି ଗଭୀର ସତ୍ୟକୁ ଖୋଜିବା ପାଇଁ ଚେଷ୍ଟା କରୁଛୁ। ତେବେ ଚାଲନ୍ତୁ ଆରମ୍ଭ କରିବା। ଆମେ କଥା ହେଉଛେ ରେଙ୍ଗାଲି ବିଷୟରେ। ଏମିତି ଏକ ମାଟି ଯାହାକୁ ରେଙ୍ଗାଲି ଡ୍ୟାମ୍ର ପାଣି ଆଉ ତା ସହିତ ଜଡ଼ିତ ପ୍ରତିଶ୍ରୁତିମାନ ଗଢ଼ିଛି। ଆଉ ଏଠି ହିଁ 2024 ନିର୍ବାଚନର ହାରଜିତର ଫଇସଲା ହେଲା ମାତ୍ର 3212 ଭୋଟରେ। ତେବେ ଏତେ ଛୋଟ ଗୋଟେ ସଂଖ୍ୟା ପଛରେ କେଉଁ ବଡ଼ କାହାଣୀ ଲୁଚି ରହିଛି? ତେବେ ଆସନ୍ତୁ ଦେଖିବା ଆମର ଏହି ଯାତ୍ରା କେମିତି ଆଗକୁ ବଢ଼ିବ। ଆମେ ଆରମ୍ଭ କରିବା ଗଣତନ୍ତ୍ରର ସ୍ପନ୍ଦନରୁ, ତାପରେ ରେଙ୍ଗାଲିର ମାଟିର କାହାଣୀ, ଭୋଟ ବାକ୍ସର ବାର୍ତ୍ତା, ଜନମତକୁ ବୁଝିବା, ବିଶ୍ୱାସର ଏକ ନକ୍ସା ତିଆରି କରିବା, ଆଉ ଶେଷରେ ପ୍ରତିଶ୍ରୁତିର ଶାସନ ବିଷୟରେ କଥା ହେବା। ତେବେ ଆସନ୍ତୁ ଆମ ଆଲୋଚନାର ପ୍ରଥମ ଭାଗକୁ, ଗଣତନ୍ତ୍ରର ହୃଦସ୍ପନ୍ଦନ। ଏଠି ଆମେ ବୁଝିବାକୁ ଚେଷ୍ଟା କରିବା ଗୋଟେ ଛୋଟ ବିଜୟର ବ୍ୟବଧାନ କେବଳ ଗୋଟେ ସଂଖ୍ୟା ନୁହେଁ, ଏହାଠୁ ବହୁତ ବେଶୀ କିଛି। 3212 ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏହା ପଛରେ ଅଛି ହଜାର ହଜାର ଲୋକଙ୍କର ଆଶା, ଆକାଂକ୍ଷା ଏବଂ ହୁଏତ କିଛି ନିରାଶା ବି। ତେବେ ପ୍ରଶ୍ନ ଉଠୁଛି, ଶାସନ ପାଇଁ ଏହି ସଂଖ୍ୟାର ପ୍ରକୃତ ମାନେ କ'ଣ? କୌଣସି ଜାଗାର ରାଜନୀତିକୁ ବୁଝିବାକୁ ହେଲେ ଆଗ ସେହି ମାଟିକୁ ବୁଝିବାକୁ ପଡ଼େ। ତେଣୁ ଆସନ୍ତୁ ଏବେ ରେଙ୍ଗାଲିର ମାଟିର କାହାଣୀ ଶୁଣିବା, ତାର ଭୂଗୋଳ, ଇତିହାସ ଆଉ ବିଶେଷ କରି ରେଙ୍ଗାଲି ଡ୍ୟାମ୍ର ପ୍ରଭାବକୁ ବୁଝିବା। ରେଙ୍ଗାଲିର ସାମାଜିକ ଗଠନ ବହୁତ ଖାସ୍। ଦେଖନ୍ତୁ, ଏଠାରେ ପାଖାପାଖି 49% ଭୋଟର ହେଉଛନ୍ତି ଅନୁସୂଚିତ ଜାତିର। ଏହାର ସିଧାସଳଖ ଅର୍ଥ ହେଲା ସେମାନଙ୍କର ସମସ୍ୟା, ସେମାନଙ୍କର ଆଶା ଆକାଂକ୍ଷା ଏସବୁ ଏଠାକାର ରାଜନୀତିର କେନ୍ଦ୍ରରେ ରହିବା ସ୍ୱାଭାବିକ। ଆଉ ଗୋଟେ କଥା ଦେଖନ୍ତୁ, 2019ରେ ଏଠାରେ ମତଦାନ ହାର ଥିଲା ପାଖାପାଖି 80%। ଏତେ ଅଧିକ ମତଦାନ କ'ଣ କହୁଛି? ଏହା ସ୍ପଷ୍ଟ କରୁଛି ଯେ ଏଠାକାର ଲୋକେ ରାଜନୀତିକୁ ନେଇ ଉଦାସୀନ ନୁହନ୍ତି, ବରଂ ନିଜ ଭବିଷ୍ୟତ ପାଇଁ ସେମାନେ ବହୁତ ସଚେତନ ଆଉ ସକ୍ରିୟ। ଆମ ସମ୍ବିଧାନର ମୂଳ କଥା ହେଲା ସମ୍ମାନ, ପ୍ରତ୍ୟେକ ନାଗରିକର ସମ୍ମାନ। ଆଉ ରେଙ୍ଗାଲି ଭଳି ଗୋଟେ ସଜାଗ ନିର୍ବାଚନ ମଣ୍ଡଳୀରେ ଯେତେବେଳେ ଆମେ ସାଧାରଣରେ କଥା ହେଉ, ସେତେବେଳେ ଆମର କଥା ତଥ୍ୟ ଆଧାରିତ ଏବଂ ଦାୟିତ୍ୱପୂର୍ଣ୍ଣ ହେବା ନିହାତି ଜରୁରୀ, କାରଣ ପ୍ରକୃତ ସମ୍ମାନ ସେଇଠୁ ହିଁ ଆରମ୍ଭ ହୁଏ। ଚାଲନ୍ତୁ ଏବେ ସିଧା ସଂଖ୍ୟା ଉପରକୁ ଆସିବା, ବାଲାଟ ବାକ୍ସର ବାର୍ତ୍ତା, କାରଣ ଏହି ସଂଖ୍ୟାଗୁଡ଼ିକ ହିଁ ତ କାହାଣୀର ପ୍ରଥମ ସୂତ୍ର। ଠିକ୍ ଭାବେ ଶୁଣିପାରିଲେ ଏଗୁଡ଼ିକ ଲୋକଙ୍କ ମନର କଥା କହିଥାନ୍ତି। ଏହି ଡ୍ୟାସବୋର୍ଡକୁ ଦେଖନ୍ତୁ। ବିଜେଡିର ସୁଦର୍ଶନ ହରିପାଲଙ୍କୁ ମିଳିଛି 73,420 ଭୋଟ, ଆଉ ବିଜେପିର ନାଉରୀ ନାୟକଙ୍କୁ ମିଳିଛି 70,208 ଭୋଟ। ବ୍ୟବଧାନ ମାତ୍ର 3,212। ଏଥିରୁ ସଫା ଜଣାପଡ଼ୁଛି ଯେ ଏଠି ଲୋକଙ୍କ ମତ ପୁରା ବାଣ୍ଟି ହୋଇଯାଇଛି, ଆଉ ଲଢ଼ାଇଟା ଗାଁ ଗାଁରେ ବୁଥରେ ହେଇଛି। ଫଳାଫଳ କ'ଣ ହେଲା ତ ଆମେ ଦେଖିଲେ। ଏବେ ପ୍ରଶ୍ନ ହେଉଛି, କାହିଁକି ଏମିତି ହେଲା? ଆସନ୍ତୁ ଜନମତର ଗଭୀରତାକୁ ବୁଝିବାକୁ ଚେଷ୍ଟା କରିବା। ଏହା ପଛରେ କେଉଁ ସବୁ କାରଣ କାମ କରୁଥିଲା ତାର ବିଶ୍ଳେଷଣ କରିବା। ଯଦି ଆମେ ବିଜେଡିର ଶକ୍ତି ଆଉ ଦୁର୍ବଳତାକୁ ଦେଖିବା, ତେବେ ଗୋଟେ ପଟେ ଥିଲା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ପ୍ରଭାବ ଆଉ ପ୍ରାର୍ଥୀଙ୍କର ତୃଣମୂଳ ସ୍ତରର ସମ୍ପର୍କ। କିନ୍ତୁ ଅନ୍ୟପଟେ ପ୍ରାର୍ଥୀ ଜଣେ ନୂଆ ଚେହେରା ଥିଲେ, ଆଉ କିଛି ମାତ୍ରାରେ ଲୋକଙ୍କ ମନରେ ସରକାର ବିରୋଧୀ ଭାବନା ବି ଥିଲା। ଏହି ଦୁଇଟି ଭିତରେ ହିଁ ଖେଳଟା ଚାଲିଥିଲା। ଏବେ ଦେଖିବା ସୁଯୋଗ ଆ ବିପଦ କ'ଣ ଥିଲା। ସବୁଠୁ ବଡ଼ ସୁଯୋଗ ଥିଲା ଦୀର୍ଘଦିନର ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରି ଲୋକଙ୍କ ମନ ଝିଣିବା। କିନ୍ତୁ ବିପଦ ବି କମ୍ ନଥିଲା। ବିଜେପିର ଆକ୍ରମଣାତ୍ମକ ପ୍ରଚାର, ପ୍ରତିଦ୍ୱନ୍ଦ୍ୱୀଙ୍କର ବ୍ୟକ୍ତିଗତ ପ୍ରଭାବ ଆଉ ଲୋକଙ୍କ ମନରେ ଥିବା ଛୋଟ ଛୋଟ ଅସନ୍ତୋଷ ଏସବୁ ବଡ଼ ଆହ୍ୱାନ ଥିଲା। ରେଙ୍ଗାଲିର ରାଜନୀତିକ ଇତିହାସ ଦେଖିଲେ ଗୋଟେ କଥା ସ୍ପଷ୍ଟ ହୋଇଯାଏ। ଦେଖନ୍ତୁ, 2009ରେ କଂଗ୍ରେସ, 2014ରେ ବିଜେଡି, 2019ରେ ବିଜେପି ଆଉ ପୁଣି 2024ରେ ବିଜେଡି। ପ୍ରତିଥର ଫଳାଫଳ ବଦଳୁଛି। ଏହାର ଅର୍ଥ ହେଉଛି ଏଠାକାର ଭୋଟରଙ୍କୁ କୌଣସି ଦଳ ହାଲକା ଭାବେ ନେଇପାରିବ ନାହିଁ। ଜନମତ ଏଠି ସବୁବେଳେ ବଦଳୁଥାଏ। ବିଶ୍ଳେଷଣ ତ ବହୁତ ହେଲା। ଏବେ ଆସନ୍ତୁ ଆଗକୁ ଦେଖିବା, ଭବିଷ୍ୟତ ପାଇଁ କ'ଣ କରାଯାଇପାରିବ। ଲୋକଙ୍କ ବିଶ୍ୱାସ ଜିତିବା ଆଉ ତାକୁ ବଜାୟ ରଖିବା ପାଇଁ କେଉଁ ନକ୍ସା କାମ ଦେବ ସେ ବିଷୟରେ କଥା ହେବା। ଏହାକୁ ଆମେ କହିପାରିବା ଚତୁର୍ମୁଖ ରଣନୀତି, ଯାହାର 4ଟି ସ୍ତମ୍ଭ ଅଛି। ପ୍ରଥମତଃ, ନିର୍ବାଚନୀ ସ୍ତରରେ ଲୋକଙ୍କୁ ଠିକ୍ ଭାବେ ବୁଝିବା। ଦ୍ୱିତୀୟରେ, ସଂଗଠନକୁ ଶେଷ ଲୋକ ପର୍ଯ୍ୟନ୍ତ ପହଞ୍ଚାଇବା। ତୃତୀୟରେ, ଲୋକଙ୍କ ପ୍ରଗତିର ଏକ ସରଳ ଆଉ ସତ କାହାଣୀ କହିବା। ଆଉ ଚତୁର୍ଥରେ, ସରକାରୀ ଯୋଜନାର ଠିକ୍ ବିତରଣ। ଏହି 4ଟି ସ୍ତମ୍ଭ ଭିତରୁ ଗୋଟିଏ ବି ଦୁର୍ବଳ ହେଲେ ବିଶ୍ୱାସର ମୂଳଦୁଆର ଦୋହଲିଯାଏ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ 90 ଦିନିଆ ଯୋଜନା। ପ୍ରଥମ 30 ଦିନ କେବଳ ଲୋକଙ୍କ ପାଖକୁ ଯାଇ ସେମାନଙ୍କର କଥା ଶୁଣିବା। ତାପରେ 30 ଦିନ ନିଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା, ଆଉ ଶେଷ 30 ଦିନ ନିଜର ସମର୍ଥକଙ୍କୁ ଏକାଠି କରିବା। ଏହା ଏକ ପଦ୍ଧତିଗତ କାମ। ଶୁଣିବା, କହିବା
ଆଉ ଏକଜୁଟ କରିବା। ତେବେ ଶେଷରେ କିଛି ଠୋସ୍ ପରାମର୍ଶ। ଡ୍ୟାମ୍ ପ୍ରଭାବିତ ପରିବାରଙ୍କ ପାଇଁ ସର୍ବସାଧାରଣରେ ସ୍ୱର ଉଠାନ୍ତୁ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଗୋଟେ ହ୍ୱାଟ୍ସଆପ୍ ହେଲ୍ପ ଡେସ୍କ ତିଆରି କରନ୍ତୁ। ପ୍ରତି ସପ୍ତାହରେ ଲୋକଙ୍କ ମତାମତର ସମୀକ୍ଷା କରନ୍ତୁ। ଆଉ ସବୁଠୁ ଜରୁରୀ, ଗୁଜବର ମୁକାବିଲା କରିବା ପାଇଁ ସ୍ଥାନୀୟ କର୍ମୀଙ୍କୁ ସଠିକ୍ ତଥ୍ୟ ଦେଇ ସଶକ୍ତ କରନ୍ତୁ। ଏଠି ଗୋଟେ କଥା ମନେ ରଖିବା ଦରକାର। ଯେତେବେଳେ ଜଣେ ଲୋକ ନିଜର ସମସ୍ୟା ବା ତଥ୍ୟ ଦେଉଛି, ଧରନ୍ତୁ ଏକ ହେଲ୍ପ ଡେସ୍କରେ, ସେ ଏକ ବିଶ୍ୱାସ କରୁଛି। ତେଣୁ ସେହି ତଥ୍ୟକୁ ସେବା ପାଇଁ ବ୍ୟବହାର କରିବା ଉଚିତ, ଶୋଷଣ ପାଇଁ ନୁହେଁ। ଏହା ହିଁ ଗୋପନୀୟତା ଏବଂ ସହମତିର ସମ୍ମାନ। ଏହା ଏକ ପବିତ୍ର ବିଶ୍ୱାସ। ଆମେ ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ। ଶାସନ ଏକ ପ୍ରତିଶ୍ରୁତି। ତେବେ ରେଙ୍ଗାଲିର ଏହି କ୍ଷେତ୍ର ଅଧ୍ୟୟନରୁ ଆମେ ଜନମତ ବିଷୟରେ ପ୍ରକୃତରେ କ'ଣ ଶିଖିଲେ, ଆସନ୍ତୁ ତାକୁ ସଂକ୍ଷେପରେ ଦେଖିବା। ଗୋଟେ କଥା ସବୁବେଳେ ମନେ ରଖିବାକୁ ହେବ, ଲୋକଙ୍କର ଜନମତ ଜିତିବା ପାଇଁ ଏକ ଟ୍ରୋଫି ନୁହେଁ। ଏହା ଏକ ପବିତ୍ର ବିଶ୍ୱାସ, ଯାହା ଏକ ସୀମିତ ସମୟ ପାଇଁ ଦିଆଯାଇଥାଏ। ଏହାର ଅର୍ଥ ହେଲା, ଜନମତ ଭାରି ସମ୍ବେଦନଶୀଳ। ଏହାକୁ ଜିତିସାରିବା ପରେ ଭୁଲିଗଲେ ଚଳିବନି। ବରଂ ନିରନ୍ତର ସେବା ଆଉ ନମ୍ରତା ଦ୍ୱାରା ଏହାର ଯତ୍ନ ନେବାକୁ ପଡ଼େ। ତେବେ ପ୍ରକୃତ ବିଜୟ କ'ଣ? ପ୍ରକୃତ ବିଜୟ ସେତେବେଳେ ହେବ ଯେତେବେଳେ ଜଣେ ନେତା ନିଜ ନିର୍ବାଚନ ମଣ୍ଡଳୀକୁ ଏକ ପରିବାର ଭଳି ଦେଖିବେ, ଆଉ ତଥ୍ୟକୁ ଶାସନ ପାଇଁ ନୁହେଁ ବରଂ ସେବା ପାଇଁ ଏକ ମାନଚିତ୍ର ଭାବେ ବ୍ୟବହାର କରିବେ। ପ୍ରକୃତ ବିଜୟ ଲୋକଙ୍କର ଉନ୍ନତିରେ ହିଁ ମପାଯାଏ। ଯଦି ଆପଣ ଜଣେ ଜନକେନ୍ଦ୍ରିକ ନେତା ହୋଇ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହୁଁଛନ୍ତି, ତେବେ blueprintstrategies.ai ସହିତ ଯୋଗାଯୋଗ କରନ୍ତୁ। ଆମ ଠିକଣା ହେଉଛି mgr@blueprintstrategies.ai କିମ୍ବା ଆପଣ 08042041602ରେ କଲ୍ କରିପାରିବେ। ଆମର ଲକ୍ଷ୍ୟ ରାଜନୀତିର ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।